ଆଠଗଡ଼ ବିଧାନସଭା କ୍ଷେତ୍ରର 2024 ନିର୍ବାଚନର ମଙ୍ଗ ଏବେ ସାଧାରଣ ଭୋଟରଙ୍କ ହାତରେ। ସାଧାରଣ ଭୋଟରଙ୍କ କଳି ପାରୁନାହାନ୍ତି ନେତା। ସେମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କଲେ ମଧ୍ୟ ସେମାନଙ୍କ ମତିଗତକୁ ମାପିବା ସେତେ ସହଜ ହେଉନାହିଁ। ତେଣୁ ଚଳିତ ନିର୍ବାଚନରେ ସାଧାରଣ ଭୋଟର ହେବେ ନିର୍ଣ୍ଣାୟକ ବୋଲି ରାଜନୈତିକ ବିଶେଷଜ୍ଞମାନେ ଖୋଲାଖୋଲି ଏବେଠାରୁ କହି ବୁଲିଲେଣି। 8 ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ନିମିତ୍ତ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍ୟମ ଚଳାଇଛନ୍ତି। ଗାଁ ଗାଁରେ ନିଜ ସମର୍ଥକଙ୍କୁ ଧରି ସରକାରଙ୍କ ବିକାଶର କଥାକୁ ନେଇ ପହଞ୍ଚାଉଛନ୍ତି ବିଜୟ ଟିକ ପିନ୍ଧିବା ପାଇଁ। ବିରୋଧୀ ବିଶେଷଜ୍ଞ ଭାରତୀୟ ଜନତା ପାର୍ଟିକୁ ପ୍ରତିରୋଧ କରିବା ପାଇଁ ଏବେଠାରୁ ବୁଥ୍ସ୍ତରରେ ନିଜର କର୍ମୀମାନଙ୍କୁ ସଂଗଠିତ କରି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି। ଅପରପକ୍ଷରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବାଟ ଓଗାଳିବା ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଅଭୟ କୁମାର ବାରିକ ଓଡ଼ିଶାର ଅସ୍ମିତା ଓ ପ୍ରଧାନମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ଦୁର୍ନୀତିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସମଜନ ସମର୍ଥନ ଲୋଡ଼ିବାରେ ଲାଗିଛନ୍ତି। ପରିବର୍ତ୍ତନ ଆଶା ନେଇ ଏଥର ନିଶ୍ଚିତ ଆଠଗଡ଼ରୁ ରଣେନ୍ଦ୍ରକୁ ହଟାଇବା ପାଇଁ ସେଥିପାଇଁ ଉଭୟ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ଓ ବିଜେପି ପ୍ରାର୍ଥୀ ଉଭୟ କଡ଼ା ମୁକାବିଲା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି। ଗାଁ ଗାଁରେ ଲୋକମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଉଦ୍ୟମ ଅତ୍ୟାବହିତ ରଖିଛନ୍ତି। ଏଭଳି ସ୍ଥିତିରେ ଆଠଗଡ଼ରେ ଚଳିତ ନିର୍ବାଚନର ଅନ୍ୟ ବର୍ଷ ତୁଳନାରେ ଭିନ୍ନ ଓ ଅଲଗା ହେବ ବୋଲି ସାଧାରଣ ଭୋଟର କହିବାକୁ ଲାଗିଛନ୍ତି। ପ୍ରତିଦ୍ୱନ୍ଦିତା ହେବ ତୀବ୍ରତର ସହଜେ କେହି କାହାକୁ ଛାଡ଼ିବା ନାହିଁ। ଆଠଗଡ଼ ବ୍ଲକର 34 ତିଗିରିଆରେ 14 ଓ ଟାଙ୍ଗୀ ଓ ଚୌଦ୍ୱାର ବ୍ଲକରେ 6ଟି ପଞ୍ଚାୟତ ସାଙ୍ଗକୁ ଆଠଗଡ଼ ଏନ୍ଏସି ଭୋଟରମାନଙ୍କୁ ଉଭୟ ରଣେନ୍ଦ୍ର ଓ ଅଭୟ ଭେଟି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଯଦିଓ 2019 ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନ କଡ଼ା ଓ ପ୍ରତିଦ୍ୱନ୍ଦିତାମୂଳକ ହେବ ବୋଲି ଜଣାପଡ଼ିଛି। ବିଜେପି ପ୍ରାର୍ଥୀ ଶ୍ରୀ ବାରିକ ଅଧିକ ଉତ୍ସାହୀ ହୋଇପଡ଼ିଛନ୍ତି। ତେବେ ରାଜନୀତି ପଶାପାଲି ଖେଳରେ ସାରା ଓଡ଼ିଶାର ଖେଳୁଆଡ଼ ଭାବେ ପରିଚିତ ରଣେନ୍ଦ୍ର ବିରୋଧୀକୁ ଅଙ୍କ କଷାକୁ ଭୁଲ ସାବ୍ୟସ୍ତ କରିବାରେ ସିଦ୍ଧହସ୍ତ ଅଟନ୍ତି। ଶେଷ ମୁହୂର୍ତ୍ତ ରାଜନୀତି ଖେଳରେ ଗୋଲପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ କରି ବିଜୟ ହୋଇ ବିରୋଧୀକୁ ଧୂଳି ଚଟାଇଥିବା ରଣେନ୍ଦ୍ର ଏଥର ମଧ୍ୟ ବିରୋଧୀକୁ ଉଭୟଙ୍କ ସ୍ୱପ୍ନକୁ ସ୍ୱପ୍ନରେ ରଖିବା ପାଇଁ କର୍ମୀମାନେ କହୁଛନ୍ତି। ଆଠଗଡ଼ ଏକଦା କଂଗ୍ରେସର ଗଡ଼ ଥିବା ବେଳେ ଏବେ ଏଠାରେ ସୁଦର୍ଶନ ସାହୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ଯଦିଓ ଶ୍ରୀ ସାହୁ ଜଣେ ଭଲ ସଂଗଠକ, ଆଠଗଡ଼ କଂଗ୍ରେସ ସ୍ଥିତି ସେତେ ଭଲ ନଥିବାରୁ ଲଢ଼େଇ ମୁଖ୍ୟତଃ ରଣେନ୍ଦ୍ର ଏବଂ ଅଭୟ ମଧ୍ୟରେ ହେବ ଆଉ କଂଗ୍ରେସ ସମ୍ମାନ ପାଇଁ ଲଢ଼ୁଛି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।